ଉଚ୍ଚଶିକ୍ଷା ଏବଂ ଶ୍ରୀଧର ମେମୁଙ୍କ ଆହ୍ୱାନ। ଉଚ୍ଚଶିକ୍ଷା ଏବଂ ଶ୍ରୀଧର ମେମୁଙ୍କ ଆହ୍ୱାନ। ଉଦ୍ୟୋଗ କ୍ଷେତ୍ରରେ ଶ୍ରୀଧର ମେମ୍ବୁ ଏକ ସମ୍ମାନିତ ନାମ। ଜୋହୋ ସଫ୍ଟୱେର୍ ଓ ଆରଟାଇ ମେସେଜିଂ ଆପ୍ର ପ୍ରତିଷ୍ଠାତା ଶ୍ରୀଧର ମେମ୍ବୁ ଭାରତର ଶିକ୍ଷିତ ପିତାମାତା ଓ ଶିକ୍ଷାର୍ଥୀମାନଙ୍କୁ ଏକ ବୈପ୍ଳବିକ ଆହ୍ୱାନ ଦେଇଛନ୍ତି। ଗତାନୁଗତିକ କଲେଜ ଶିକ୍ଷାକୁ ପରିତ୍ୟାଗ କରି ସିଧା କର୍ମକ୍ଷେତ୍ରକୁ ଚାଲିଯିବା ପାଇଁ ଏକ ମହାନ ସାଂସ୍କୃତିକ ପରିବର୍ତ୍ତନକୁ ଇଙ୍ଗିତ କରି ସେ କହିଛନ୍ତି ଯେ ଆମେରିକାରେ ଅନେକ ସ୍ମାର୍ଟ ଶିକ୍ଷାର୍ଥୀ ହାଇସ୍କୁଲ ପରେ ଆଉ କଲେଜ ନଯାଇ ସିଧା ଜୀବିକା କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ଆମେରିକାରେ ପଲିଟିନ୍ର ପାଲାଣ୍ଟିର ପରି ବୃହତ୍ ସଫ୍ଟୱେର୍ କମ୍ପାନୀ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇ ହାଇସ୍କୁଲ ଉତ୍ତୀର୍ଣ୍ଣ ତରୁଣମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ତାଲିମ ଓ ଶିକ୍ଷା ଦେଉଛି ଏବଂ ସେଥିରେ ଦୃଶ୍ୟମାନ ସଫଳତା ମଧ୍ୟ ଲାଭ କରିଛି। ଶ୍ରୀଧରଙ୍କ କହିବା ଅନୁସାରେ ଜୋହୋରେ କୌଣସି ଚାକିରି ପାଇଁ କଲେଜ ଡିଗ୍ରୀ ବାଧ୍ୟତାମୂଳକ ନୁହେଁ। ଆମ ଦେଶରେ ଶିକ୍ଷା ବିଶେଷ କରି ଉଚ୍ଚଶିକ୍ଷାର ଏକ ମର୍ଯ୍ୟାଦାଜନକ ସ୍ଥାନ ଅଛି। ଦରିଦ୍ର ଧନୀ ଏବଂ ବିଶେଷ କରି ଭାରତର ବୃହତ୍ ମଧ୍ୟବିତ୍ତ ଶ୍ରେଣୀ ନାନାଦି ସୂତ୍ରରୁ ଅର୍ଥ ସଂଗ୍ରହ କରି ନିଜର ସନ୍ତାନମାନଙ୍କୁ କଲେଜରେ ପାଠ ପଢ଼ାଇଥାନ୍ତି। ମୁଖ୍ୟତଃ ଏହି ଉଦ୍ଦେଶ୍ୟ ଥାଏ ଯେ କଲେଜରେ ପାଠ ପଢ଼ିଲେ ଚାକିରି ମିଳିବ। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ କଲେଜରେ ପାଉଥିବା ଶିକ୍ଷା ଡିଗ୍ରୀ ସାର୍ଟିଫିକେଟ୍ ଜଣକୁ କେତେ ଦୂର ସାହାଯ୍ୟ କରିପାରୁଛି ଚାକିରିଟିଏ ପାଇବାରେ ବା ସ୍ୱାବଲମ୍ବୀ ହେବାରେ। ଯଦି ଏହା ନୁହେଁ ତେବେ ସେ ତ କେବଳ ବାପା ମାଙ୍କର କଷ୍ଟୋପାର୍ଜିତ ଅର୍ଥକୁ ନଷ୍ଟ କରିନାହିଁ, ସେ ନିଜ ଯୌବନର ଦୁର୍ମୂଲ୍ୟ କ୍ଷଣଗୁଡ଼ିକୁ ନଷ୍ଟ କରିଦେଇଛି। ପ୍ରତିବର୍ଷ ଆମର ଶିକ୍ଷାନୁଷ୍ଠାନମାନଙ୍କରୁ ହଜାର ହଜାର ସଂଖ୍ୟାରେ ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍ ଏପରିକି ଇଞ୍ଜିନିୟରମାନେ ବାହାରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବିକାଟିଏ ପାଇଁ ସଂଘର୍ଷ କରୁଛନ୍ତି। ଅନେକ ତ ଚାକିରି ପାଉନାହାନ୍ତି, ଅନେକ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଅପମାନଜନକ ଚାକିରିରେ ରହିବା ପାଇଁ ବାଧ୍ୟ ହେଉଛନ୍ତି। ପିଲାମାନଙ୍କର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଅଛି କିନ୍ତୁ ଶିକ୍ଷାଗତ ସାମର୍ଥ୍ୟ ନାହିଁ କୌଣସି ଚାକିରି ପାଇଁ। ପାଠ ବି ଭଲ ନ ପଢ଼ିଲେ ନାହିଁ, ଶିକ୍ଷାନୁଷ୍ଠାନରେ ଆଉ ବି କିଛି ବାତାବରଣ ନାହିଁ ଯେଉଁଠି ଛାତ୍ର ଶିଖି ପାରିବ ନୂଆ ନୂଆ କଥା ଚିନ୍ତା କରିବା ପାଇଁ। ଆତ୍ମବିଶ୍ୱାସ ଓ ଦୃଢ଼ମନା ହେବା ପାଇଁ। ଏହା ହୋଇଥିଲେ ସେ ହୁଏତ ସ୍ୱାବଲମ୍ବୀ ହୋଇପାରନ୍ତା। ଅଧିକାଂଶ ପିଲା କଲେଜରେ ନାମ ଲେଖାଉଛନ୍ତି କିଛି ଚିନ୍ତା ଯୋଜନା ନ କରି। କଲେଜରେ ପଢ଼ିବା ହିଁ ଯୁବକ ଯୁବତୀମାନଙ୍କ ପାଇଁ ଏକ ଅଲଙ୍ଘନୀୟ ସତ୍ୟ, ଏକ ନିର୍ଦ୍ଧାରିତ ପନ୍ଥା ଏବଂ ଏଥିରୁ ବିଚ୍ୟୁତ ହୋଇ ଆଉ କିଛି କରିବା ଏକ ଉଦ୍ଭଟ ଚିନ୍ତା। ଏହି ଧାରଣା ଆମ ସମସ୍ତ ବାପା ମା ପିଲାମାନଙ୍କ ମନରେ ଅଛି। କିନ୍ତୁ ପ୍ରାୟ ଅନେକ ପିଲାଙ୍କ ପାଇଁ କଲେଜରେ ପଢ଼ିବା ଦ୍ୱାରା କ'ଣ କ୍ଷତି ହୋଇଥାଏ ତାହାର କେହି ମୂଲ୍ୟାଙ୍କନ କରନ୍ତି ନାହିଁ। 5ରୁ 7 ବର୍ଷ ଚିନ୍ତାଶୂନ୍ୟ ଭାବରେ ସାଙ୍ଗସାଥୀଙ୍କ ମେଳରେ ଆନନ୍ଦରେ କଟିଯାଏ, କିନ୍ତୁ ତାପରେ ବାସ୍ତବତା ସହିତ ସଂଘର୍ଷ ପାଇଁ ପିଲାଟି ପ୍ରସ୍ତୁତ ନଥାଏ। ଗୋଟିଏ କଲେଜରେ କିଛି ସମୟ ପାଇଁ ସ୍ନାତକୋତ୍ତର ଇଂରାଜୀ ଶ୍ରେଣୀରେ ପଢ଼ାଇଲା ବେଳକୁ ମୋର ମନ ଅନୁଭବ ହେଉଛି 2-3 ଜଣଙ୍କୁ ଛାଡ଼ିଦେଲେ ଆଉ ସମସ୍ତ ପିଲାମାନଙ୍କର ସ୍ନାତକୋତ୍ତର ପଢ଼ିବା ପାଇଁ ପ୍ରକୃତରେ ଯୋଗ୍ୟତା ନାହିଁ। ପାଠପଢ଼ା ସରିଲା ପରେ ସେମାନେ ବି ଯେଉଁ ଚାକିରି କରିଛନ୍ତି ସେଥିସହ ସ୍ନାତକୋତ୍ତର ଇଂରାଜୀ ପଢ଼ାର ସାମାନ୍ୟତମ ସମ୍ପର୍କ ବି ନାହିଁ। ବହୁତ ସମ୍ଭାବନା ଅଛି ଯେ ଭବିଷ୍ୟତ ଜୀବନରେ ତାଙ୍କୁ କେବେ କେହି ଟି.ଏସ୍. ଏଲିୟଟ୍ ବା ଡେରିଡା କଥା ପଚାରିବେନି ଏବଂ ଏହିସବୁ ପାଠ ତାଙ୍କର ବାସ୍ତବିକ ଜୀବନ ପାଇଁ ସମ୍ପୂର୍ଣ୍ଣ ଅନାବଶ୍ୟକ ହୋଇ ବିସ୍ମୃତି ଗର୍ଭକୁ ଚାଲିଯିବ। ସ୍ନାତକ ଓ ସ୍ନାତକୋତ୍ତରର ଅନେକ ବିଭାଗରେ ଏହି ଏକା କଥା। ମୋ ବିଭାଗରେ ଏହି ପିଲାମାନଙ୍କୁ ଦେଖିଲା ବେଳେ, ସେମାନଙ୍କ ସହିତ ମିଶିଲା ବେଳେ ମୋ ମନରେ ଗୋଟିଏ ପ୍ରଶ୍ନ ଆସୁଥିଲା ଯେ ଯଦି ଏହି ପିଲାମାନେ ଏହି ସ୍ନାତକୋତ୍ତର ପାଠଟି ପଢ଼ିନଥାନ୍ତେ ତେବେ ସେମାନଙ୍କ ପାଇଁ ଏହା ଭଲ ହୋଇଥାନ୍ତା କି? ଏବଂ ସବୁବେଳେ ମୁଁ ମୋ ଠାରୁ ଉତ୍ତର ପାଉଥିଲି ହଁ, ସମସ୍ତେ ପ୍ରାୟ ନିମ୍ନ ମଧ୍ୟବିତ୍ତ ପରିବାରରୁ। ସେମାନେ ଏତେ ଅର୍ଥ ବ୍ୟୟ ନ କରି ଜୀବନରେ ଏହି ଦୁର୍ମୂଲ୍ୟ ସମୟଟିକୁ ନଷ୍ଟ ନ କରି ଯଦି ସଙ୍ଗେ ସଙ୍ଗେ ଜୀବିକାର ସନ୍ଧାନ କରିଥାନ୍ତେ ବା କିଛି ତାଲିମ ନେଇଥାନ୍ତେ ବା ଚିନ୍ତା କରି ଆଉ କିଛି ବିକଳ୍ପ ବାଛିଥାନ୍ତେ ତେବେ ଜୀବନ ସହଜ ହୋଇପାରିଥାନ୍ତା। ଗୋଟିଏ ପାଠ୍ୟକ୍ରମରେ ନାମ ଲେଖାଇବା ପୂର୍ବରୁ ପିଲା କିମ୍ବା ତା'ର ଅଭିଭାବକମାନେ କେହି ଭାବନ୍ତି ନାହିଁ ଯେ ପିଲାର ଦକ୍ଷତା, ଚାକିରି କ୍ଷେତ୍ରରେ ବାସ୍ତବତା ଦୃଷ୍ଟିରୁ ଏହା ତା ପାଇଁ ଠିକ୍ ହେବ ନା ନାହିଁ। ରାସ୍ତାର ମାନଚିତ୍ର ନ କରି ଯାତ୍ରାରେ ବାହାରିଯାଆନ୍ତି। ଆମେ ବି କେବେ ପିଲାକୁ ପରାମର୍ଶ ଦେଇନଥାଉ ଯେ ଏ ପାଠ୍ୟକ୍ରମ ତା ପାଇଁ ଠିକ୍ ହେବ ନାହିଁ, ବରଂ ଏଥିରେ ସମୟ ଅପଚୟ ନ କରି ସେ ଏପରି ଚେଷ୍ଟା କରୁ ବା ସେପରି ଚେଷ୍ଟା କରୁ। କିନ୍ତୁ ଏହା ତ ଶିକ୍ଷାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ଆତ୍ମଘାତୀ କଥା ହୋଇଯିବ। କଲେଜରେ ନାମ ଲେଖା କମିଯିବ, ସେଲ୍ଫ ଫାଇନାନ୍ସିଂ କୋର୍ସରେ ଆହୁରି ସାଂଘାତିକ କଥା ହୋଇଯିବ, ଶିକ୍ଷାନୁଷ୍ଠାନରେ ନାମ ଉପାର୍ଜନ କମିଯିବ। ତେଣୁ ଶିକ୍ଷାନୁଷ୍ଠାନରେ ଦିଆଯାଉଥିବା ଶିକ୍ଷାର ପିଲାର ଭବିଷ୍ୟତ ଜୀବନ ପାଇଁ କିଛି ଉପାଦେୟତା ନଥିଲେ ମଧ୍ୟ ବହୁତ ବିଭାଗ ଖୋଲୁ ଓ ବହୁ ଛାତ୍ର ନାମ ଲେଖାନ୍ତୁ, ସେଥିନେଇ ଶିକ୍ଷାନୁଷ୍ଠାନଟିରେ ଯଥାର୍ଥତା ଅଛି। ସମ୍ବାଦପତ୍ରମାନଙ୍କରେ ବେଳେବେଳେ
ନିରାଶ ଓ ଚିନ୍ତା ପ୍ରକଟ କରି ସମ୍ବାଦ ପ୍ରକାଶ ପାଏ ଯେ ରାଜ୍ୟରେ ସ୍ନାତକରେ ସ୍ନାତକୋତ୍ତର ଇଞ୍ଜିନିୟରିଂରେ ଏତେ ସ୍ଥାନ ଖାଲି ରହିଲା। ନିରାଶ ଅପେକ୍ଷା ଏହା ଏକ ଆଶାର ସୂଚନା ଦିଏ ଯେ ଯାହା ହଉ ଶିକ୍ଷାର୍ଥୀ ଓ ସେମାନଙ୍କର ଅଭିଭାବକମାନେ ଅନୁଭବ କଲେଣି ଯେପରି ଫମ୍ପା ଡିଗ୍ରୀ ସେମାନଙ୍କର ଜୀବନର କୌଣସି କାମରେ ଆସିବ ନାହିଁ। ତେଣୁ ବର୍ତ୍ତମାନ ସ୍ୱାଭାବିକ ଭାବରେ ପ୍ରଶ୍ନ ଆସେ ଯେ ଆମେ କାହିଁକି ଉଚ୍ଚଶିକ୍ଷାକୁ ଏତେ ବ୍ୟାପକ ଭାବେ ପ୍ରସାରିତ କରି ଚାଲିଛେ ଯେତେବେଳେ ପିଲାମାନଙ୍କର ଜୀବନ ପାଇଁ ସେହି ଶିକ୍ଷାର କୌଣସି ପ୍ରୟୋଜନୀୟତା ହିଁ ନାହିଁ। ପୂର୍ବ ଶତାବ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ପ୍ରକାଶିତ ପେଡାଗୋଜି ଅଫ୍ ଦି ଓପ୍ରେସ୍ଡ ଡିସ୍କୁଲିଂ ସୋସାଇଟି ଏଜୁକେସନ୍ ୱିଦାଉଟ୍ ସ୍କୁଲ ପରେ ଅନେକ ପୁସ୍ତକ ଆନୁଷ୍ଠାନିକ ଶିକ୍ଷାର ନିରର୍ଥକତା ଭୟାବହତା ବିଷୟରେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଏହା ଭିତରେ 60 ବର୍ଷରୁ ଅଧିକ ସମୟ ବିତିଗଲାଣି। ସମାଜର ଔଦ୍ୟୋଗିକ କ୍ଷେତ୍ରରେ ପ୍ରଚଣ୍ଡ ପରିବର୍ତ୍ତନମାନ ଘଟିଲାଣି, କିନ୍ତୁ ଆମର ଶିକ୍ଷାର ଢାଞ୍ଚା ଠିକ୍ ସେହି ପୁରୁଣା ହୋଇ ଅଛି। କିଛି ଶିକ୍ଷା ପୂର୍ବେ ଶିକ୍ଷାନୁଷ୍ଠାନ ପ୍ରଦତ୍ତ ସାର୍ଟିଫିକେଟର ବିଶ୍ୱସନୀୟତା ଥିଲା, ମାତ୍ର ଏବେ ପିଲାଙ୍କର ଶିକ୍ଷାଗତ ସାମର୍ଥ୍ୟ କମି ଯାଉଥିଲା ବେଳେ ପରୀକ୍ଷାରେ ପାଉଥିବା ନମ୍ବର ବଢ଼ି ଚାଲିଛି। କଲେଜରେ ପାଉଥିବା ଶିକ୍ଷା ଜୀବିକା ପାଇଁ ସହାୟକ ହେଉଛି ନା ଜୀବନ ପାଇଁ? ଏପରି କ୍ଷେତ୍ରରେ ଜୀବନ ଯୁଦ୍ଧରେ ପହଞ୍ଚିବା ପୂର୍ବରୁ ଆମେ ଆମର ଶିକ୍ଷାନୁଷ୍ଠାନମାନଙ୍କରେ ପିଢ଼ି ପରେ ପିଢ଼ି ପରାସ୍ତ ସୈନିକମାନଙ୍କୁ ତିଆରି କରି ଚାଲିଛନ୍ତି। କଲେଜମାନଙ୍କର କୋଠାବାଡ଼ି ସେମିନାର ତଥାକଥିତ ନ୍ୟାସନାଲ ବା ଇଣ୍ଟରନ୍ୟାସନାଲ କନଫରେନ୍ସ ଏସବୁ ଦେଖିଲା ବେଳେ ଏହା ଅନୁଭବ ହୁଏ ଯେ ମିଥ୍ୟା ଆସ୍ଫଳନର ବିରାଟ ଉତ୍ସବ ଚାଲିଛି। ଶ୍ରୀଧର ମେମୁଙ୍କ ଆହ୍ୱାନ ଏହି ପ୍ରବଚନରୁ ମୁକ୍ତ ହେବା ପାଇଁ। ଏହି ପରିପ୍ରେକ୍ଷୀରେ ଆଉ ଗୋଟେ କଥା ଭଲ ଲକ୍ଷ୍ୟ କରାଯାଇପାରେ ଯେ ଶିକ୍ଷା ଲାଭ ପାଇଁ କଲେଜମାନ ଆଉ ଏକମାତ୍ର ସ୍ଥାନ ହୋଇ ରହିନାହିଁ। ଇଣ୍ଟରନେଟ୍ ମାଧ୍ୟମରେ ଜଣେ ଉନ୍ନତ ଶିକ୍ଷା ଲାଭ କରିପାରିବ, ଯାହା ସାଧାରଣ ଭାବେ ସେ ତା କଲେଜରେ ଗୋଟିଏ ଶ୍ରେଣୀଗୃହରୁ ପାଇ ନପାରେ। ଶିକ୍ଷା ଲାଭର ବିଭିନ୍ନ ମାଧ୍ୟମ ଯାହାକୁ ଆଇଭାନ୍ ଇଲିଚ୍ ଲର୍ଣ୍ଣିଂ ହୁ ବୋଲି କହିଥିଲେ ତାହା ବର୍ତ୍ତମାନ ଆମର ସମାଜରେ ବେଶ ଉପଲବ୍ଧ। କଲେଜରେ ନ ପଢ଼ିଲେ ସେ ଜଣଙ୍କର ଜୀବନ ଅପୂର୍ଣ୍ଣ ରହିଗଲା, ସେ ମିଥ୍ ଆସ୍ତେ ଭାଙ୍ଗିଗଲାଣି। ଏହିସବୁ କାରଣରୁ ଉଚ୍ଚଶିକ୍ଷାର ଅନୁଷ୍ଠାନମାନ ଆସ୍ତେ ତା'ର ପ୍ରାସଙ୍ଗିକତା ହରାଇବାକୁ ଯାଉଛି। ଏଣୁ ଉଚ୍ଚଶିକ୍ଷାର ଅନୁଷ୍ଠାନମାନ ନିଜକୁ ପରିବର୍ତ୍ତନର କ୍ରମରେ ରଖିବାକୁ ପଡ଼ିବ। ଏହା କେବଳ ତଥ୍ୟ ପ୍ରଦାନକାରୀ ସଂସ୍ଥା ହୋଇ ରହିଲେ ଅନାବଶ୍ୟକ ହୋଇଯିବ, କାରଣ ତଥ୍ୟ ଏବେ ବହୁତ ଉନ୍ନତ, ଆକର୍ଷଣୀୟ ହୋଇ ବିଭିନ୍ନ ମାଧ୍ୟମରେ ଉପଲବ୍ଧ ହୋଇପାରୁଛି। ଶିକ୍ଷାନୁଷ୍ଠାନ ଦେଉଥିବା ସାର୍ଟିଫିକେଟ୍ ନମ୍ବରରେ ଜୀବିକା କ୍ଷେତ୍ରରେ କୌଣସି ମୂଲ୍ୟ ଏବେ ନାହିଁ। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ କେବଳ ପରୀକ୍ଷା କରି ସାର୍ଟିଫିକେଟ୍ ଦେବାର ଗତାନୁଗତିକ ଧାରାରୁ ମୁକ୍ତ ହୋଇ ବିକଳ୍ପମାନ ଚିନ୍ତା କରିବାକୁ ପଡ଼ିବ ଯେ ଏହା କିପରି ତା'ର ଶିକ୍ଷାର୍ଥୀମାନଙ୍କୁ ଜୀବନ ଗଢ଼ିବାରେ ପ୍ରକୃତ ସାହାଯ୍ୟ କରିପାରିବ। ଏହି ଲେଖାର ଉଦ୍ଦେଶ୍ୟ ନୁହେଁ ଯେ ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ ଭାବେ ଖରାପ ଓ ବର୍ଜନୀୟ, କିନ୍ତୁ ସାଧାରଣ ଭାବେ ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇବା ପୂର୍ବରୁ ଜଣେ ନିଜର ରୁଚି, ସାମର୍ଥ୍ୟ, ଭବିଷ୍ୟତ ପାଇଁ ନିଜର ଯୋଜନା ଓ ଜୀବିକା କ୍ଷେତ୍ରରେ ବାସ୍ତବତା ସମ୍ବନ୍ଧରେ ସମ୍ପୂର୍ଣ୍ଣ ସଚେତନ ରହିବା କଥା। ଉଚ୍ଚଶିକ୍ଷାକୁ ଉଚ୍ଚ ମୂଲ୍ୟବୋଧର ସ୍ଥାନ ଦେଇ ଯେଉଁ ଫାଶଟି ତିଆରି ହୋଇଛି ସେଥିରୁ ମୁକ୍ତ ହେବାକୁ ପଡ଼ିବ ଓ ନିଜ ପାଇଁ ବିକଳ୍ପମାନ ଖୋଜିବାକୁ ପଡ଼ିବ। ବର୍ତ୍ତମାନର ସମାଜ ଅନେକ ସମ୍ଭାବନାରେ ପୂର୍ଣ୍ଣ, କିନ୍ତୁ ସେଥିପାଇଁ କଳ୍ପନା ଓ ସାହସ ଦରକାର ଅଛି।